ଯୁବକ ଯୁବତୀ ଅଛନ୍ତି ଯୋଉମାନେ କମ ଏଜ ର ସେମାନେ ଦ୍ରୁତ ଗତିରେ ଆଜ୍ଞା ଗାଡି ଚଲାନ୍ତି ଏତେ ଜୋର ଗାଡି ଚଲାନ୍ତି ଆଜ୍ଞା ମାନେ ଦେଖିଲେ ବି ମୋର ଆଖି ବୁଝି ହେଇଯାଏ ଆଉ ଲୋକମାନଙ୍କୁ ତ ସେମିତି କହିଲେ କେହି ଶୁଣିବେନି ନା ସେଥିପାଇଁ ମତେ ଟିକେ ମଜା କଥା କହିବାକୁ ପଡେ ମାନେ ଯବାନ ରେଡି ଅଛି ଆଜି ଆପଣମାନଙ୍କ ପ୍ରିୟ ଛକ ବାଣୀବିହାର ଛକ ଯବାନ ରେଡି ଅଛି ଏମିତି କିଛି କହିକି ତାପରେ ମୁଁ ଗୋଟେ ଲୋକଙ୍କୁ ସଚେତନ କରାଏ ଯେ ହେଲମେଟ ପିନ୍ଧ ସିଟ୍ ବେଲ୍ଟ ବାନ୍ଧନ୍ତୁ। କମିଶନରେଟ୍ ପୁଲିସରେ କାର୍ଯ୍ୟରତ ହୋମଗାର୍ଡ ପ୍ରସନ୍ନ ସାହୁ ତାଙ୍କ କଳା ପାଇଁ ସେ ଆଜି ପରିଚିତ ସୋସିଆଲ ମିଡିଆରେ ସେନ୍ସେସନ୍ ପାଲଟିଛନ୍ତି ଆଉ ତାଙ୍କର ଚମତ୍କାର ଅଭିନୟ ଲୋକମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସୁଛି ଆଉ ସବୁଠୁ ବଡ଼ କଥା ହେଉଛି ସେଇ ଅଭିନୟ ଜରିଆରେ ଏବଂ ସୁନ୍ଦର ସୁନ୍ଦର କଣ୍ଟେଣ୍ଟ ଜରିଆରେ ଟ୍ରାଫିକ୍ ସଚେତନତା ମଧ୍ୟ ଜାରି ରଖିଛନ୍ତି ଲୋକମାନେ କିଭଳି ହେଲମେଟ୍ ପିନ୍ଧିବେ ଏବଂ ଠିକ୍ ଭାବରେ ଗାଡ଼ି ଚଳାଇବେ ମୋବାଇଲରେ କଥା ହେବେନି ଏଭଳି ବିଭିନ୍ନ ଦିଗକୁ ନେଇ ସେ ଟ୍ରାଫିକ୍ ସଚେତନତା ଜାରି ରଖିଛନ୍ତି ତ ଚାଲନ୍ତୁ ତାଙ୍କ ସହିତ ଭେଟିବା ଆଉ ତାଙ୍କ ବିଷୟରେ ଅଧିକ କିଛି ଜାଣିବା। ଜୟ ଜଗନ୍ନାଥ ଆଜ୍ଞା ଆଜ୍ଞା ମୋ ନାଁ ପ୍ରସନ୍ନ କୁମାର ସାହୁ ଆମର ଜିଲ୍ଲା ହଉଛି ଯାଜପୁର ଗ୍ରାମ ଗୋପାଳପୁର ଆଉ ଥାନା ହଉଛି କୁଆଖିଆ ମୁଁ କମିଶନରେଟ୍ ପୁଲିସରେ ଦୀର୍ଘ 20 ବର୍ଷ ହେଲାଣି ହୋମଗାର୍ଡ ଭାବେ କାର୍ଯ୍ୟରତ ଆଉ ମୁଁ ଏବେ ଟ୍ରାଫିକରେ ଡ୍ୟୁଟି କରୁଛି ଆଉ ଭୁବନେଶ୍ୱରର ବିଭିନ୍ନ ଛକରେ ମୋର ଡ୍ୟୁଟି କରୁଛି ଆପଣଙ୍କର ରସୁଲଗଡ଼ ଛକ ବାଣୀବିହାର ଛକ ଆଚାର୍ଯ୍ୟ ବିହାର ଛକ ଗଙ୍ଗନଗର ଛକ ଓଲ୍ଡ ଷ୍ଟେସନ ବଜାର ଛକ ମାଉସୀମା ଛକ ଆଉ ଯେତେବେଳେ ଯୋଉ ଛକରେ ମୋର ଡ୍ୟୁଟି ପଡେ ମୁଁ ସେ ଛକରେ ଡ୍ୟୁଟି କରେ ଆଉ ମୁଁ ଡ୍ୟୁଟି ତ କରେ କିନ୍ତୁ ମୋର ରେଷ୍ଟ ସମୟରେ ମୁଁ ଲୋକମାନଙ୍କୁ ସଚେତନ ବାର୍ତ୍ତା ବି ଦିଏ ମୋର ଭିଡିଓ ମାଧ୍ୟମରେ ଯେହେତୁ ମୁଁ ଗୋଟେ କଳାକାର ଟିକେ କଳାପ୍ରେମୀ ସେଥିପାଇଁ ମୁଁ ଦେଖେ ଭୁବନେଶ୍ୱରରେ ପ୍ରାୟତଃ ସମସ୍ତେ ହେଲମେଟ ପିନ୍ଧନ୍ତି କିନ୍ତୁ କିଛି ଲୋକ ଆଜ୍ଞା ମାନେ ବିନା ହେଲମେଟରେ ବୁଲନ୍ତି ଆଉ କିଛି ଲୋକ ମୋବାଇଲ ଫୋନରେ କଥା ହେଇ ସେମାନେ ଗାଡି ଚଲାନ୍ତି କିଛି ଆମର ଯୁବକ ଯୁବତୀ ଅଛନ୍ତି ଯୋଉମାନେ କମ ଏଜ ର ସେମାନେ ଦ୍ରୁତ ଗତିରେ ଆଜ୍ଞା ଗାଡି ଚଲାନ୍ତି ଏତେ ଜୋର ଗାଡି ଚଲାନ୍ତି ଆଜ୍ଞା ମାନେ ଦେଖିଲେ ବି ମୋର ଆଖି ବୁଝି ହେଇଯାଏ ତେଣୁକରି ମୁଁ ସେମାନଙ୍କୁ ଟିକେ ଭିଡିଓ ମାଧ୍ୟମରେ ସଚେତନ କରାଏ ଯେ ହେଲମେଟ ପିନ୍ଧିକି ସବୁବେଳେ ଗାଡି ଚଲାଅ ଦ୍ରୁତ ଗତିରେ ଗାଡି ଚଲାଅ ନାହିଁ ମୋବାଇଲ ଫୋନରେ କଥା ହେଇକି କେବେ ବି ଗାଡି ଚଲାନ୍ତୁ ନାହିଁ ମୁଁ ଏଇ ସବୁ ଲୋକମାନଙ୍କୁ ସଚେତନ ବାର୍ତ୍ତା ଦିଏ ସୋସିଆଲ ମିଡିଆରେ ତ ମୁଁ ସକ୍ରିୟ ଅଛି ଦୀର୍ଘ ଯାହାହେଲେ ବି 1 ବର୍ଷ ହେଇଯିବ କିନ୍ତୁ ମୁଁ ଏଇ ଯୋଉ ମାନେ ଟ୍ରାଫିକରେ ଯୋଉ ମୁଁ ଯୋଉ ସଚେତନ ବାର୍ତ୍ତା ଦଉଛି ଏବେ ତ ଟ୍ରାଫିକ ଡ୍ୟୁଟି 2012-13 ମସିହାରେ ଆଗରୁ କରୁଥିଲି ଆଉ ମଝିରେ ଏବେ ଟିକେ ବହୁତ ଦିନ ହବ ଅଫିସରେ ଡ୍ୟୁଟି କରୁଥିଲି ଏବେ 7-8 ମାସ ହବ ମୁଁ କଣ୍ଟିନ୍ୟୁ ଟ୍ରାଫିକ ଡ୍ୟୁଟି କରୁଛି। ଟ୍ରାଫିକରେ ଡ୍ୟୁଟି କରିବା ସମୟରୁ ହିଁ ସେ ଭିଡିଓ କରିବା ଜାରି ରଖିଛନ୍ତି ଯେ ଲୋକମାନଙ୍କୁ ସଚେତନତା କରିବା ଇଏ କରିବା। ହଁ ମୁଁ ଡ୍ୟୁଟି କରେ ଆଉ ଯେତେବେଳେ ମୋର ରେଷ୍ଟ ଟାଇମ ଯେତେବେଳେ ହୁଏ କାରଣ ଆମେ ତ 2-3 ଜଣ ଲେଖେ ରହୁ ଛକ ମାନଙ୍କରେ ମୁଁ ଅଧଘଣ୍ଟେ ଛିଡା ହୁଏ ସିଏ ପାଳି କରିକି ଆମେ ଆଉ ଜଣେ ଅଧଘଣ୍ଟେ ଛିଡା ହୁଏ ଆଉ ଜଣେ ଅଧଘଣ୍ଟେ ଛିଡା ହୁଏ ମୋ ରେଷ୍ଟ ଟାଇମରେ ମୁଁ କାହିଁକି ଫାଙ୍କା ଟାଇମରେ ବସିକି ଇଆଡୁ ସିଆଡୁ କଥା ମୁଣ୍ଡରେ ଆସିବ ମୁଁ ସେଇ ଟାଇମରେ ଗୋଟେ କଣ କରେ ନା ଗୋଟେ ଭିଡିଓ କରିଦିଏ ଆଉ ଲୋକମାନଙ୍କୁ ଗୋଟେ ସଚେତନ ବାର୍ତ୍ତା ଦିଏ ଟିକେ ମଜା ମଜା କଥା କହିକି ଆଉ ଲୋକମାନଙ୍କୁ ତ ସେମିତି କହିଲେ କେହି ଶୁଣିବେନି ନା ସେଥିପାଇଁ ମତେ ଟିକେ ମଜା କଥା କହିବାକୁ ପଡେ ମାନେ ଯବାନ ରେଡି ଅଛି ଆଜି ଆପଣମାନଙ୍କ ପ୍ରିୟ ଛକ ବାଣୀବିହାର ଛକ ଯବାନ ରେଡି ଅଛି ଏମିତି କିଛି କହିକି ତାପରେ ମୁଁ ଗୋଟେ ଲୋକଙ୍କୁ ସଚେତନ କରାଏ ଯେ ହେଲମେଟ ପିନ୍ଧ ସିଟ୍ ବେଲ୍ଟ ବାନ୍ଧନ୍ତୁ। ଆଉ ଲୋକମାନେ ବି ଆପଣ ଭିଡିଓ ଦେଖିକି ବହୁତ ଛକକୁ ଭେଟିବାକୁ ଆସୁଛନ୍ତି ବହୁତ ଥର। ହଁ ପ୍ରାୟ ବହୁତ ଲୋକଙ୍କୁ ଭଲ ଲାଗୁଛି ମୋ ଭିଡିଓ ଆଉ ସେମାନେ ଭେଟିବାକୁ ଆସୁଛନ୍ତି। ଆଉ କଣ ଆଗକୁ ଲକ୍ଷ୍ୟ ରଖୁଛନ୍ତି କେମିତି କଣ ଆଗକୁ ବଢିବେ ଭବିଷ୍ୟତରେ କଣ ଆଗକୁ କେମିତି ଯିବେ କଣ ଲକ୍ଷ୍ୟ ରଖୁଛନ୍ତି? ନାଇଁ ମୋର ତ ଏଇ ଚାକିରି ତ ହୋମଗାର୍ଡ ଚାକିରି ଆଉ ପାର୍ଟ ଟାଇମ ମୁଁ କିଛି ଓଡିଆ ସିରିଏଲ ମାନଙ୍କ ଯୋଉ ଅଭିନୟ କରେ ସେଟା ବି ଜାରି ରଖିଛି ଆଉ ଲକ୍ଷ୍ୟ କେବଳ ଏଇଛି ମୁଁ ଲୋକମାନଙ୍କ ଯୋଉ ଆଜିକାଲି ଯୋଉ ଟେନସନ ଦୁନିଆ ଆଜ୍ଞା ମାନେ ଲୋକମାନେ ଏତେ ବ୍ୟସ୍ତ ବିବ୍ରତ ରହୁଛନ୍ତି ମାନେ ଏତେ ଟେନସନ ମୁଁ ଖାଲି ସେମାନଙ୍କ ମାନେ ଟିକେ ଟିକେ ହସିବା ପାଇଁ ଟିକେ ମୋର ଏଇଟା ପ୍ରୟାସ ଆଉ କିଛି ନୁହଁ ମାନେ ମୁଁ ନିଜେ ବି ମାନେ ଖୁସିରେ ରହିବି ମାନେ ନିଜେ ବି ମୋ ମୁଣ୍ଡରୁ ଟେନସନ ଯିବ ଆଉ ଲୋକମାନେ ମୋ ଭିଡିଓ ଦେଖିକି ଟିକେ ତାଙ୍କର କେମିତି ଟେନସନ ଦୂର ହବ ସେ ଟିକେ ମଜା ମଜା କଥା ଶୁଣିକି ଟିକେ ହସିବେ। ଆମକୁ ବହୁତ ଖୁସି ଲାଗୁଛି ମୋ ସ୍ୱାମୀ ଡ୍ୟୁଟି କଲା ସମୟରେ କିଛି ଟାଇମ ବାହାର କରି ତାଙ୍କ ରେଷ୍ଟ ସମୟରେ ସେ ଲୋକଙ୍କୁ ସଚେତନତା ଦଉଛନ୍ତି ବାର୍ତ୍ତା ଲୋକ ବି ଶୁଣି ବହୁତ ଖୁସି ହେଉଛନ୍ତି ଆମେ ବି ଖୁସି ଲାଗୁଛି ଆମକୁ ଦେଖିକି ସେ ବହୁତ ବହୁତ ମଜା କଥା କୁହନ୍ତି ଭଲ ଲାଗେ ଶୁଣିବାକୁ। ପରିବାରରେ ଆସିକି ଯେତେବେଳେ ଘରକୁ ଆସନ୍ତି ସେ ବହୁତ ଆପଣ ଆଜ୍ଞା ଖୁସିରେ ଆଜ୍ଞା ରହୁଥିବେ। ଆଜ୍ଞା ସବୁବେଳେ ଖୁସିରେ ରୁହନ୍ତି ସମସ୍ତେ ମଜା ମଜା କଥା କୁହନ୍ତି। ଏଠି ରେଡମିସ୍ କମ୍ପାନୀରେ ଗାଡି ଚଲାଉଛି ମଧ୍ୟ ବୁଝାବୁଝି କରୁଛି ଭୁବନେଶ୍ୱର ଆରଏମସି। ପ୍ରଥମେ ପ୍ରଶଂସା ସାରକୁ ଧନ୍ୟବାଦ ଦେବି ନମସ୍କାର ଜଣେଇ ମଧ୍ୟ ସେ ଭିଡିଓରେ ସଚେତନ ବାର୍ତ୍ତା ବହୁତ ଦଉଛନ୍ତି କଣ ଖରାରେ ବି ଡ୍ୟୁଟି କରିକି ମଧ୍ୟ ମୁଁ ଦେଖିଛି ବାଇକରେ ବସିକି ଖରାରେ ଡ୍ୟୁଟି କରିକି ହେଲମେଟ ପିନ୍ଧନ୍ତୁ ମାନେ ଗାଡି ସ୍ଲୋ ଚଲାନ୍ତୁ ସଚେତନ ବାର୍ତ୍ତା ବହୁତ ଦଉଛନ୍ତି ଏଇଟା ଅତି ସୁନ୍ଦର ବି ଲାଗେ ସବୁବେଳେ ମାନେ ଫେସବୁକ୍ ଅନ୍ କରୁ ସାରଙ୍କର ଭିଡିଓ ହିଁ ଆସିବ ମୁଁ ଦେଖେ ତାକୁ। ଆଉ ଇଏ
ପରିବାର ସମସ୍ତେ ଭିଡିଓ ଦେଖ। ହଁ ହଁ ସମସ୍ତେ ଆମେ ବି ଦେଖୁ ଭିଡିଓ। ସାଙ୍ଗମାନେ ଗୋଟେ ଜିନିଷ ହଉଛି ସାର୍ ଖରାରେ ବି ମୁଁ ଦେଖିଛି ପ୍ରାୟ ଖରାରେ ବି ସାର୍ ଠିଆ ହେଇଥିବେ ସେମିତି ଏ ଖରାରେ ଠିଆ ହେଇକି ଭିଡିଓ କରିକି କହୁଥିବେ। ଆଉ ଗୋଟେ ବେଶୀ ଭଲ ଲାଗେ ଯୋଉ ତାଙ୍କ ଘରେ ଭିଡିଓ ବି କରନ୍ତି ମୁଁ ଘର ଭିଡିଓ ଦେଖିଛି ଯୋଉ କୋଇଲିର ଗୋଟେ କଣ୍ଠସ୍ୱର ବାହାର କରି ସେଇଟା ମୁଁ ତ ବାହାର କରିପାରିବିନି ସେଇଟା ବେଶୀ ଭଲ ଲାଗେ ସେଇଟା।